ओम शांति। पुस्तक पठन श्रीमद् भगवत गीता रहस्य। लेखक ब्रह्मा कुमार सुधांशु शेखर मिश्र। चतुर्दश अध्याय गुणत्रय विभाग योग। सात्विक राजस ओ तामस कर्मर फल। कर्मणः सुकृतस्याहु सात्विको निर्मल फलम। रजसस्तु फलम दुःखम मज्ञानं तमसः फलम। सत्वत् संजायते ज्ञानं रजसो लोभ एव च। प्रमाद मुहूर्तमस्य भवतो अज्ञानमेव च। ऊर्ध्वं गच्छन्ति सत्त्वस्थः मध्ये तिष्ठन्ति राजसः। जघन्यगुणवृत्तिश्च अधो गच्छन्ति तमसः। अर्थ पुण्यकर्मर फल सात्विक ओ निर्मल, राजसिक कर्मर फल दुख एवं तामसिक कर्मर फल अज्ञान बोली तत्वदर्शी माने कहती। सत्व गुणरू ज्ञान उत्पन्न हुए, रजगुणरू लोभ और तम गुणरू प्रमाद और मोह और अज्ञानता जात हुए। सत्वगुण युक्त व्यक्तिगण ऊर्ध्वलोक को गमन करती। रजगुण युक्त मनुष्य मध्य लोकरे अवस्थान करती एवं निकृष्ट गुण संपन्न तामसिक लोक अधोगति को प्राप्त हुअन्ति। व्याख्या। गुण और कर्म परस्पर को अनुसरण करती। गुण अनुसार कर्म संपादन हुए और कर्मर फल संस्कार रूपरे आत्मारे संचित हुए। कर्म आधार प्राप्त संस्कार अनुरूप व्यक्तिर गुण सात्विक राजस और तामस हुए। मनीष जेपरी कर्म करे सही अनुसार तार गुण दृढ़ीभूत हुए। सही गुण अनुजाई तार मृत्युकालीन चिंतन हुए। गुण और कर्मर अंगांगी संपर्क रही। गुण और कर्म आधार मनुष्यर जन्म सात्विक हुए। सत्वगुणर स्वरूप निर्मल स्वच्छ और निर्विकार। सत्वगुणरू ज्ञान उदय हुए। सूर्य उदय हेले जेपरी अंधकार दूरीभूत हुए, सेहीपरि मनुष्यर ज्ञानोदय हेले रजगुण और तमगुणरू उत्पन्न अज्ञान अंधकार अपसरी जाए। सत्वगुणर प्रकाशरे व्यक्ति सत् और असत् कर्म मध्य प्रभेद निर्णय करी केवल सत्कर्म ही करे। ସେହି ସତ୍କର୍ମର ଫଳ ସାତ୍विକ, ଶୁଦ୍ଧ, ନିର୍ମଳ ଓ ସୁଖ ଶାନ୍ତି ପ୍ରଦାୟକ ହୁଏ। ଯେଉଁମାନେ ସମଗ୍ର ଜୀବନ କାଳରେ କେବଳ ସାତ୍ବିକ କର୍ମରେ ଲିପ୍ତ ଥାନ୍ତି, ମୃତ୍ୟୁ ସମୟରେ ସେମାନଙ୍କର ସତ୍ତ୍ୱ ଗୁଣର ବୃଦ୍ଧି ହୁଏ ଓ ସେମାନେ ଊର୍ଦ୍ଧ୍ୱଲୋକକୁ ଯାଆନ୍ତି। ଊର୍ଦ୍ଧ୍ୱଲୋକର ତାତ୍ପର୍ଯ୍ୟ ଏଠାରେ ସତ୍ୟଯୁଗୀୟ ଦୈବୀ ଲୋକ। କାରଣ ବର୍ତ୍ତମାନ ଯେଉଁ ଜ୍ଞାନର ପ୍ରକରଣ ଚାଲିଛି ତାହା ପରମାତ୍ମା ଅବତରଣ ବା ଧର୍ମଗ୍ଲାନି ସମୟର ପ୍ରସଙ୍ଗ। ଚତୁର୍ଯୁଗ ମଧ୍ୟରେ କଳିଯୁଗର ଅନ୍ତିମ ଚରଣ ଅତ୍ୟନ୍ତ ଧର୍ମଗ୍ଲାନି ସମୟ। ବର୍ତ୍ତମାନ ପ୍ରଜାପିତା ବ୍ରହ୍ମାଙ୍କ ଶରୀର ମାଧ୍ୟମରେ ପରମାତ୍ମାଙ୍କ ଅବତରଣ ହେଉଥିବାରୁ ଏହି ପ୍ରତ୍ୟକ୍ଷ ଘଟଣା ପାଇଁ ପ୍ରମାଣ ଦେବାର କୌଣସି ଆବଶ୍ୟକତା ନାହିଁ। ଯୁଗକ୍ରମରେ କଳିଯୁଗର ଊର୍ଦ୍ଧ୍ୱଲୋକ ହେଉଛି ସତ୍ୟଯୁଗ। ଏହି ସତ୍ୟଯୁଗୀୟ ଦୈବୀ ସାମ୍ରାଜ୍ୟ ପୁନଃସ୍ଥାପନା ପାଇଁ ପରମାତ୍ମାଙ୍କୁ କଳିର ଅନ୍ତିମ ଚରଣରେ ସୃଷ୍ଟିରେ ଅବତରଣ କରିବାକୁ ପଡ଼େ। ଦୈବୀ ସାମ୍ରାଜ୍ୟରେ ସମସ୍ତ ଆତ୍ମା ଦୈବୀ ଗୁଣ ବା ସତ୍ୱଗୁଣ ଯୁକ୍ତ ହୁଅନ୍ତି। ସେଠାରେ ରଜଗୁଣୀ ବା ତମଗୁଣୀ ଆତ୍ମାର ଆବିର୍ଭାବ ସମ୍ଭବ ନୁହେଁ। କଳିଯୁଗରେ ଦେବୀ ଦେବତା ଗୁଣ ସମ୍ପନ୍ନ ଆତ୍ମାମାନେ ମଧ୍ୟ ତମଗୁଣ ଦ୍ୱାରା ପ୍ରଭାବିତ ହୋଇ ଆତ୍ମବିସ୍ତୃତ ହୋଇଯାନ୍ତି। ସେମାନଙ୍କର ଆତ୍ମସ୍ମୃତିର ଜାଗ୍ରତି ବିନା ଦୈବୀ ସାମ୍ରାଜ୍ୟ ସ୍ଥାପନା ସମ୍ଭବ ନୁହେଁ। ଈଶ୍ୱରୀୟ ଜ୍ଞାନ ହିଁ ସେମାନଙ୍କୁ ସେମାନଙ୍କ ପୂର୍ବର ଦେବଦେବତା ସ୍ମୃତିକୁ ଉଜ୍ଜୀବିତ କରେ। ମଣିଷ ମଧ୍ୟରେ ଉତ୍ପନ୍ନ ହେଉଥିବା ବିଚାର ଅନୁରୂପ ଓ କର୍ମରେ ପ୍ରବୃତ୍ତ ହୁଏ। ମଣିଷ ଯେତେବେଳେ ତାର ବାସ୍ତବିକ ସ୍ୱରୂପକୁ ପ୍ରତ୍ୟକ୍ଷ କରେ ସେତେବେଳେ ତାର ବିଚାର ପରିବର୍ତ୍ତନ ହୋଇଯାଏ। ଶୃଗାଳ ମେଳରେ ଲାଳିତ ପାଳିତ ସିଂହ ଶାବକ ଯେତେବେଳେ ନିଜର ବାସ୍ତବିକ ସ୍ୱରୂପ ପ୍ରତ୍ୟକ୍ଷ କଲା ସେତେବେଳେ ତା ମଧ୍ୟରେ ଥିବା ଶୃଗାଳତ୍ୱର ଅବସାନ ହେଲା ଓ ପୁନଶ୍ଚ ସେ
ସିଂହ ପରି ଆଚରଣ କଲା। ଆଜି ଠିକ୍ ସେହିପରି ମଣିଷ ତମଗୁଣୀ ଆସୁରିକ ପ୍ରବୃତ୍ତି ସମ୍ପନ୍ନ ସମାଜରେ ଲାଳିତ ପାଳିତ ହୋଇ ତା'ର ଦୈବୀ ସ୍ୱରୂପକୁ ଭୁଲି ଯାଇଛି। ଅଜ୍ଞାନ ଅନ୍ଧକାରରେ ସେ ପଥବଣା ହୋଇଯାଇଛି। ଈଶ୍ୱରୀୟ ଜ୍ଞାନ ସେମାନଙ୍କୁ ପୁନଶ୍ଚ ସାତ୍ତ୍ୱିକ କର୍ମ ପାଇଁ ପ୍ରେରିତ କରେ। ସାତ୍ତ୍ୱିକ କର୍ମ ସେମାନଙ୍କ ମଧ୍ୟରେ ସତ୍ତ୍ୱଗୁଣର ଅଭିବୃଦ୍ଧି କରାଏ। ସତ୍ତ୍ୱଗୁଣ ଜନିତ ପ୍ରକାଶ ସେମାନଙ୍କର ଅଜ୍ଞାନ ଅନ୍ଧକାରକୁ ଦୂର କରିଦିଏ। ଏହାଦ୍ୱାରା ସେମାନେ ନିଜର ଆତ୍ମିକ ସ୍ୱରୂପ ତଥା ଆତ୍ମାର ପିତା ପରମାତ୍ମାଙ୍କ ବାସ୍ତବିକ ସ୍ୱରୂପ ପ୍ରତ୍ୟକ୍ଷ କରିପାରନ୍ତି। ଯେତେବେଳେ କଳି କଳୁଷିତ ସତ୍ୟ ଓ ତ୍ରେତାଯୁଗୀୟ ସମସ୍ତ ଆତ୍ମା ଈଶ୍ୱରୀୟ ପାଳନ ଦ୍ୱାରା ପାପମୁକ୍ତ ହୋଇ ଦୈବୀଗୁଣ ସମ୍ପନ୍ନ ହୁଅନ୍ତି, ସେତେବେଳେ ପରମାତ୍ମାଙ୍କ ଦିବ୍ୟ କର୍ତ୍ତବ୍ୟ ଅର୍ଥାତ୍ ଧର୍ମ ସଂସ୍ଥାପନା କାର୍ଯ୍ୟର ପରିସମାପ୍ତି ହୁଏ। ଅନ୍ୟ ଆତ୍ମାଗଣ ନିଜ ନିଜ କର୍ମ ଅନୁସାରେ ଦ୍ୱାପର ବା କଳିଯୁଗରେ ଜନ୍ମ ନିଅନ୍ତି। କାରଣ ପ୍ରଳୟକାଳୀନ ଅନ୍ତିମ ଜନ୍ମରେ ସେମାନେ ରଜୋଗୁଣ ବା ତମୋଗୁଣ ଦ୍ୱାରା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରନ୍ତି। କ୍ରମଶଃ ଓମ୍ ଶାନ୍ତି।